ଆଜି ଆମେ ଦେଖିବା 2025 ମସିହା ଆଗକୁ ଆସୁଛି। 12ଟି ରାଶିର ଫଳାଫଳ କ'ଣ ଅଛି ତାକୁ ବର୍ଣ୍ଣନା କରିବା। ଆଗ ଦେଖିବା ଯେ ନୂତନ ବର୍ଷ ଆଗକୁ ଆସୁଛି। ସମସ୍ତ ବନ୍ଧୁମାନଙ୍କୁ ମୋର ହୃଦୟରୁ ପ୍ରଣାମ। କାରଣ ନୂଆ ବରଷର ନୂଆ ଉପହାର କିଛି ନ ପାରିଲି ଦେଇ, ହୃଦୟର ଭରା ମମତା ନେବାକୁ କୁଣ୍ଠିତ ହୋଇବ ନାହିଁ। ସବୁ ବନ୍ଧୁବାନ୍ଧବଙ୍କୁ ମୋର ଶୁଭେଚ୍ଛା ଏବଂ ହୃଦୟର ସହିତ ପ୍ରଣାମ। ନୂତନ ବର୍ଷ ଆଗକୁ ଆସୁଛି। ଇଏ ବର୍ଷଟି 12ଟି ରାଶିର କିପରି ଭାବରେ ସମୟ ଅତିବାହିତ କରିବେ ତାକୁ ଟିକେ ଆଲୋଚନା କରିବା। ଯେ ଆଗ ଦେଖିବା 12ଟି ଯେଉଁ ରାଶି, ପ୍ରଥମେ ଦେଖିବା ମେଷ ରାଶି। ମେଷ ରାଶିର କିଏ କେଉଁଠି ସବୁ ଗ୍ରହ ବସିଛନ୍ତି ତାକୁ ଦେଖିବା, ତାପରେ ଆରମ୍ଭ କରିବା ବିଷୟ। ଦେଖନ୍ତୁ, ଏଇଟା ହେଲା ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, ଏମିତି ରହିଲା 12ଟା ଲଗ୍ନ ରହିଲା। 12ଟା ଲଗ୍ନ ରହିଲା। ବର୍ତ୍ତମାନ ଗ୍ରହସ୍ଥିତି ଆମେ ଦେଖିବା। ନୂଆ ବର୍ଷରେ ବୃହସ୍ପତି ଦ୍ୱିତୀୟରେ ଅଛନ୍ତି, ମଙ୍ଗଳ ଚତୁର୍ଥରେ ଅଛନ୍ତି, ଷଷ୍ଠରେ କେତୁ ଅଛନ୍ତି, ଅଷ୍ଟମରେ ବୁଧ ଅଛନ୍ତି, ନବମରେ ରବି ଅଛନ୍ତି, ଦଶମରେ ଚନ୍ଦ୍ର ଅଛନ୍ତି, ଏକାଦଶରେ ଶନି ଶୁକ୍ର ବସିଛନ୍ତି, ଦ୍ୱାଦଶରେ ରାହୁ ଅଛନ୍ତି। 18 ମେ ପରେ ରାହୁ ଆସିବେ କୁମ୍ଭକୁ, କେତୁ ଆସିବେ ସିଂହକୁ। ତାପରେ ଆସିଲା 15 ମେ ପରେ ବୃହସ୍ପତି ଆସିବେ ମିଥୁନକୁ। ତାପରେ ରବି ତ ବର୍ତ୍ତମାନ ଅଛନ୍ତି, ପୁଣି ଆର ମାସକୁ ଆସିବେ ସିଏ ମକରକୁ। ଚନ୍ଦ୍ର ତ ବିଦ୍ୟମାନ ଅଛନ୍ତି ମକରରେ। ଶନି ଅଛନ୍ତି ବର୍ତ୍ତମାନ କେଉଁଠି ନା ଶନି ଅଛନ୍ତି କୁମ୍ଭରେ, ଶନି ଯିବେ ମୀନକୁ। ମୀନ ବୋଲେ କ'ଣ ହେବ ନା ଆମର ମେଷରାଶି ଭାଇ ଭଉଣୀମାନଙ୍କର ଶନି ସପ୍ତାହ ଆରମ୍ଭ ହେବ, ଶନି 7.5 ଆରମ୍ଭ ହେବ। ଯେ ସେ ଫଳ ସେତେବେଳେ କୁହାହେବ, ତାକୁ ଏଇନେ ଏତେ ଆଗରୁ କହିବା ଦରକାର ନାହିଁ। ନଈ ନ ଦେଖୁ ନଙ୍ଗଳା, ସେ ଯାଇକି କେଉଁଠି ଅଛି ତାକୁ ଆମେ ଆଗରୁ ଆଲୋଚନା କରିବା ନିଷ୍ଫଳ, ମାନେ କିଛି ଆବଶ୍ୟକ ନାହିଁ। କିନ୍ତୁ ତାର ଫଳଟା ଆମେ ବିଚାର, ଯେତେବେଳେ ଶନି ଯିବେ ସେ କଥା କରିବା, ଯେତେବେଳେ ରାହୁ ଚଳିବେ ସେ କଥା କରିବା, ଯେତେବେଳେ କେତୁ ଚଳିବେ ସେ କଥା କରିବା, ଯେତେବେଳେ ବୃହସ୍ପତି ମିଥୁନକୁ ସେ ବିଷୟରେ ଆଲୋଚନା, ସେ ଭିଡ଼ିଓ ଅଲଗା। ଏଇଠି ସେ କଥା କୁହାହେବନି। ଏଇଠି ବର୍ତ୍ତମାନ ଆମେ ଦେଖିବା ଫଳଟା କ'ଣ ଆସୁଛି। ଦେଖିବା ଆମର ମେଷରାଶି ଭାଇ ଭଉଣୀମାନଙ୍କର 1-1, 2-1, 3-1 ଯେଉଁ 3 ପ୍ରକାର ରହିଲା, କ'ଣ ଫଳ ଏ ନୂଆ ବର୍ଷଟି କେମିତି କଟୁଛି ବା ଏ ସମ୍ପୂର୍ଣ୍ଣ ବର୍ଷଟି କେମିତି କଟୁଛି ନା ଗୋଟେ ଯୋଗ ରହିଲା ଶନି ଶୁକ୍ର ଏକାଠି। ଏଇଟା ବଢ଼ିଆ ଯୋଗ, ମାଲବ୍ୟ ଶଶକ ଯୋଗକୁ କୁହାଯାଏ ପୁରାଣମାନଙ୍କରେ, ବା ବହୁତ ଆମର ନବଗ୍ରହ ପୁରାଣ, ବହୁତ ପୁରାଣ ସବୁ ଲେଖା ହେଇଛି ଯେ ଶୁକ୍ର ଶନି ରହିଲେ ସେଇଟା ହେଲା ମାଲବ୍ୟ ଯୋଗ। 2025 ମସିହାରେ ଆପଣମାନେ ମିଶ୍ରିତ ଫଳ ପାଇଛନ୍ତି। ସୁଯୋଗ ବହୁତ ଆସିଛି, କିନ୍ତୁ ହାତଛଡ଼ା ହୋଇଯାଇଛି, ଏଇଟା ସୁନିଶ୍ଚିତ, ଟିକେ ଏପଟ ସେପଟ ନାହିଁ। ତାପରେ ବହୁତ କାମ ଆସୁଛି, ହାତରୁ ଫେରିଯାଉଛି, କାର୍ଯ୍ୟରେ ସଫଳ ହୋଇନାହାନ୍ତି। ଆଗକୁ ଯେଉଁ 2025 ମସିହା ଆସୁଛି ସେଥିରେ ନିଶ୍ଚୟ ସଫଳ ହେବେ। ଏବଂ ଏଇ ଯେଉଁ 24 ମସିହାରେ ମାତୃପୀଡ଼ା, କୁଟୁମ୍ବ କଳହ ଏସବୁ ଜିନିଷ ସରିଛି। ବ୍ୟାକ୍ ପେନ୍, ଆମର ଯେଉଁ ପିଠି ସମସ୍ୟା, ଦାନ୍ତ ସମସ୍ୟା, ଗୃହରେ କଳହ, ଜମିବାଡ଼ିରେ କେସ୍କାସ୍, ଏସବୁ ଜିନିଷ ସରିଛି। କିନ୍ତୁ ଆଗକୁ ଯେଉଁ 25 ମସିହା ଆସୁଛି ଏସବୁ ଜିନିଷ କିଛି ରହିବନି। ଦାମ୍ପତ୍ୟ ସୁଖ ଆସିବ, ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ହେବେ ନିଶ୍ଚୟ। ବିଦେଶ ଯାତ୍ରା ଯୋଗ ରହିଛି, ଧର୍ମକାର୍ଯ୍ୟ କରିବା ଏ ଯୋଗ ବି ଜାତକରେ ଦେଖାଉଛି। ବ୍ୟବସାୟ ବୃଦ୍ଧି ହେବ, ଆୟ ସୁନିଶ୍ଚିତ, କୁଟୁମ୍ବରେ ସୁଖ ପାଇବେ। 18 ମେ ପରେ ପାଇବେ। ଯେତେବେଳେ ବୃହସ୍ପତି ଆସିବେ ଆମର 15 ମେ ପରେ ମିଥୁନ ରାଶିକି, ସେତେବେଳେ ମେଷ ରାଶିର ଭାଇ ଭଉଣୀମାନଙ୍କର ବୃହସ୍ପତି ଦୃଷ୍ଟି ରହିବ ନବମକୁ, ଭାଗ୍ୟସ୍ଥାନ ଠିକ୍ ରହିଲା। ତାପରେ ଆୟକୁ ରହିବ, ଆୟ ସ୍ଥାନ ଠିକ୍ ରହିବ। କର୍ମ, ଆୟ, ଭାଗ୍ୟ ଏସବୁ ଠିକ୍ ରହୁଛି। ଯଦି ଦାମ୍ପତ୍ୟ ଜୀବନରେ କିଛି ବିଶୃଙ୍ଖଳା ବର୍ତ୍ତମାନ ରହିଛି, ସେ ଯେତେବେଳେ ବୃହସ୍ପତି ଚଳନ ହେବେ ସେତେବେଳେ ଦାମ୍ପତ୍ୟ ଜୀବନରେ ସୁଖ ଆସିଯିବ। ଛାଡ଼ପତ୍ର, ବିଭିନ୍ନ ପ୍ରକାର ସମସ୍ୟା, ସ୍ତ୍ରୀ ସହିତ ନ ପଡ଼ିବା, ସ୍ତ୍ରୀର ଶାରୀରିକ ପୀଡ଼ା, ଏଇସବୁ ଜିନିଷ 24 ମସିହାରେ ଘଟିଯାଇଛି, ଏବେ ବି ଘଟୁଛି, ଘଟିଯାଇଛି। କିନ୍ତୁ ଏଇଟା ସମାଧାନ ହେବ ଯେତେବେଳେ ବୃହସ୍ପତି ଆସିବେ। ସେ କଥା ତାକୁ ପଛରେ ଆଲୋଚନା କରିବା, ତାକୁ ଏଇନେ ଆଲୋଚନା କରିବା କିଛି ଆବଶ୍ୟକ ନାହିଁ।
ଯେତେବେଳେ ଯେଉଁ କଥା, ଯେତେବେଳେ ଭୋକ ହେବ ସେତେବେଳେ ଖାଇବା। ବର୍ତ୍ତମାନ 6 ମାସ ଆଗରୁ ଭୋକ ହେଉନି ଆମେ ଖାଇଦେବା, ଆଉ ଭୋକ ହେବନି, ସେଇଟା ଠିକ୍ ନୁହଁ। ଯେତେବେଳେ ସିଏ ଚଳନାହାନ୍ତି ତାକୁ ଦେଖିବା। ମୋଟାମୋଟି ଉପରେ ମେଷ ରାଶିର ଫଳ ଏ ବର୍ଷଟି ବହୁତ ଭଲରେ କଟିବ। ଶନି ସପ୍ତାହ ହେଲେ ବି ଶନି ମୀନରେ ଶୁଭ, କୁମ୍ଭରେ ଶୁଭ, ଧନୁରେ ଶୁଭ। ତେଣୁକରି ଏ ଯେଉଁ ନବବର୍ଷଟି ମେଷରାଶି ଭାଇଭଉଣୀମାନଙ୍କ ପାଇଁ ବହୁ ଶୁଭ ଫଳ ଆଣି ଦେବ ବୋଲି ମୋର ଆଶା ଓ ବିଶ୍ୱାସ। ସେମାନେ ନିଶ୍ଚୟ ଭଲ ଗାଡ଼ି, ଜାଗା, ଜମି, ଘର ଯେଉଁ ଯାହା ଲକ୍ଷ୍ୟ ଅଛି ସେଥିରେ ପରୀକ୍ଷାରେ ପାସ୍, ଟିକେ ଏପଟ ସେପଟ ନାହିଁ। ପୁଣି ଦେଖିବା ଅଲଗା ରାଶି। ହରି ଓଁ ତତ୍ସତ୍।